ବହୁତ ଦିନର ଆଶା ପୂରଣ ହେଇଛି ଆପଣଙ୍କ ମାନଙ୍କ ପାଇଁ ଆଉ ମା କାଉଁରୀ ଠାକୁରାଣଙ୍କ ପାଇଁ ଆଉ ବାବା ସୋମନାଥଙ୍କ ପାଇଁ। ଆମେ ଆଜି କଣ ପାଇଁ 108 ଦୀପ ଲଗାଉଛୁ? ସେଇଟା ହଉଛି ଆପଣମାନଙ୍କ ସ୍ନେହ, ଆପଣମାନଙ୍କ ଭଲ ପାଇବା ପାଇଁ। ଜୟ ମା କାଉରୀ କାମାକ୍ଷୀ। ଆଜି ଆମେ ଆମ ଗ୍ରାମକୁ ଆସିଥିଲୁ, ଆଉ ଆମ ଗ୍ରାମର ଗ୍ରାମଦେବୀ ମା କାଉରୀ ପୀଠକୁ ଆମେ ଆଜି ଆସିଥିଲୁ। ଆଜି ଆମେ କଣ ପାଇଁ କାଉରୀ ପୀଠକୁ ଆସିଛୁ ଆପଣମାନଙ୍କୁ ମୁଁ ବ୍ଲଗରେ କଣ୍ଟିନ୍ୟୁ ରହିଲେ ଆପଣ ଜାଣିପାରିବେ, ଦେଖିପାରୁଥିବେ। ଗୀତା ସେପଟେ ବର୍ତ୍ତମାନ ଦୀପ ସଜଉଛି, ମାନେ ଆମର ଆଜି 108 ଦୀପ ମା କାଉରୀଙ୍କ ମନ୍ଦିର ଆଜି ଲାଗିବ। ତେଣୁ କଣ ପାଇଁ ଆମେ 108 ଦୀପ ଲଗାଉଛୁ ଆପଣ ବ୍ଲଗରେ କଣ୍ଟିନ୍ୟୁ ରୁହନ୍ତୁ, ନିଶ୍ଚୟ ଆପଣଙ୍କୁ ମୁଁ ଜଣେଇବି। ତେଣୁ ବ୍ଲଗରେ କଣ୍ଟିନ୍ୟୁ ହୁଅନ୍ତୁ। ଚାଲନ୍ତୁ ଏବେ ଦୀପ ସଜାଇବା। ଇଏ ହେଉଛି ଆମ ଗ୍ରାମର ମନ୍ଦିର, ଯୋଉଠି ଦେବଦେବ ମହାଦେବଙ୍କ ମନ୍ଦିର ଅଛି, ଆଉ ମା କାଉରୀ କାମାକ୍ଷୀ ମନ୍ଦିର ଅଛି। ଆମର ଯୋଉ ନୟାଗଡ଼ରେ 12 ଶମ୍ଭୁ ଅଛନ୍ତି, 12 ଶମ୍ଭୁ ଭିତରେ ଇଏ ହେଉଛନ୍ତି ସୋମନାଥ, ଯିଏକି ପଶ୍ଚିମ ମୁଖା, ଆଉ ମା କାଉରୀ କାମାକ୍ଷୀ ଇଏ ହେଉଛି ତାନ୍ତ୍ରିକ ପୀଠ, ଆଉ ବହୁ ପ୍ରତିଷ୍ଠିତ ପୀଠ। ଯୋଉ ମାଙ୍କୁ ଯେତେବେଳେ ଯିଏ ଯାହା ମାଗିଛି ମା କେବେ ବି କାହାକୁ କେବେ ବି ହେଲେ ମନା କରିନାହାନ୍ତି। ସବୁବେଳେ ମା ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ କରିଛନ୍ତି। ତେଣୁ ମାଙ୍କ ପାଖରେ ଆପଣ ଦର୍ଶନ କରନ୍ତୁ, ଆଉ ମାଙ୍କୁ ଆପଣଙ୍କର ମନର ଦୁଃଖ ପରିପ୍ରକାଶ କରନ୍ତୁ। ଦେଖିବେ ମା ନିଶ୍ଚୟ ଆପଣମାନଙ୍କର ମନସ୍କାମନା ନିଶ୍ଚୟ ପୂରଣ କରିବେ। ଆପଣ ଦେଖିପାରୁଥିବେ ଗୀତା ବର୍ତ୍ତମାନ ଏଠି ଦୀପ ସଜାରେ ବ୍ୟସ୍ତ। ଆମର 108 ଦୀପ ଏଇ ଷ୍ଟାଣ୍ଡରେ ଥୁଆ ହବ, ଆଉ ମାଙ୍କର ଆଳତି ଟାଇମରେ ହିଁ ଆମର 108 ଦୀପ ଆଜି ଏଇଠି ହିଁ ଜଳିବ। ତେଣୁ ଦୀପ ବର୍ତ୍ତମାନ ଗୀତା ବର୍ତ୍ତମାନ ଦୀପ ସଜେଇବାରେ ବ୍ୟସ୍ତ। ବର୍ତ୍ତମାନ ସେ ଲାଇନ କରି ବର୍ତ୍ତମାନ ଦୀପ ଥଉଛନ୍ତି। ଗୀତା, ଆଜି ଆମେ ଯୋଉ 108 ଦୀପ ବର୍ତ୍ତମାନ ମାଙ୍କ ପାଖରେ ଲଗାଉଛେ, ତମକୁ ଲଗେଇକି କଣ ଲାଗୁଛି ତମକୁ? ଆଜି ମତେ ବହୁତ ଖୁସି ଲାଗୁଛି। ମୋ ଫେସବୁକ ର ଭାଇ ଭଉଣୀ ମାନଙ୍କ ଯୋଗୁ, ଆଜି ତାଙ୍କ ଯୋଗୁ ଆମେ ଆଗକୁ ଯାଉଛୁ, ଆଉ ତାଙ୍କ ପାଇଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛୁ, ଆଉ ଦୀପ ଆଜି ଲଗେଇଛୁ ସଂସାରର ମଙ୍ଗଳ ପାଇଁ, ଆଉ ମୋ ଫେସବୁକରେ ଥିବା ସମସ୍ତ ଭାଇ ଭଉଣୀ ମାନଙ୍କ ପାଇଁ ଆମେ ଆଜି ଦୀପ ପ୍ରଦାନ କରୁଛୁ। ତେଣୁ ମୁଁ ସମସ୍ତଙ୍କୁ ଛୋଟିଆ ରିକ୍ୱେଷ୍ଟ, ସମସ୍ତେ କମେଣ୍ଟ ବକ୍ସରେ ନିଶ୍ଚୟ ଲେଖିବେ ଜୟ ମା। ମୋର ବହୁତ ଦିନର ଆଶା ପୂରଣ ହେଇଛି ଆପଣଙ୍କ ମାନଙ୍କ ପାଇଁ ଆଉ ମା କାଉଁରୀ ଠାକୁରାଣଙ୍କ ପାଇଁ ଆଉ ବାବା ସୋମନାଥଙ୍କ ପାଇଁ। ଆଉ ସେଇଥିପାଇଁ ଆମେ ଆଜି 108 ଦୀପ ଆମେ ଆଜି ପ୍ରଦାନ କରୁଛୁ ମାଙ୍କ ପାଖରେ, କାରଣ କେବଳ କେବଳ ଆପଣମାନଙ୍କ ପାଇଁ ଆଉ ସଂସାର ମଙ୍ଗଳ ପାଇଁ। ଗୀତା, ଆଜି 108 ଦୀପ ଲଗେଇକି ଖୁସି ତ? ମତେ ବହୁତ ଖୁସି ଲାଗୁଛି, କାରଣ ଆପଣମାନେ ଖୁସିରେ ରହିଲେ ନିଶ୍ଚୟ ଆମେ ବି ଖୁସିରେ ରହିବୁ। ତେଣୁ ଏଇ ସ୍ନେହ, ଏଇ ଭଲ ପାଇବା ସବୁବେଳେ ଆମମାନଙ୍କ ପ୍ରତି ଥାଉ, ଆଉ ଆମର ଭଲ ପାଇବା ସ୍ନେହ ଆପଣମାନଙ୍କ ପ୍ରତି ସବୁବେଳେ ରହିଛି ଆଉ ରହିଥିବ।